ଏବେ ହାଣିବ ଏବେ ଏଠି ହାଣିବ କ୍ୟାମେରାଟାକୁ। ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟରେ ଦୁର୍ବୃତ୍ତ ମାନେ ପଶି ବନ୍ଧୁକ ମୁନରେ ପାଖାପାଖି 10 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ତେବେ ଦୁର୍ବୃତ୍ତ ମାନେ ଡ୍ରାଇଭର ବେଶରେ ଆସି ଲୁଟ୍ କରିବା ସମୟରେ ମୁଖା ପିନ୍ଧିଥିଲେ। ତେଣୁ ଲୁଟ୍ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲେ ବି ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାଫାଣ୍ଡି ଅଧୀନସ୍ଥ ରାଇକେଲାରେ ଥିବା କ୍ରାକର ଇଣ୍ଡିଆ ପ୍ରାଇଭେଟ ମାଇନିଂ ଲିମିଟେଡ୍ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ ଦୁର୍ବୃତ୍ତ ମାନେ କର୍ମଚାରୀଙ୍କୁ ବନ୍ଧୁକ ଓ ଟାଙ୍ଗିଆ ଦେଖାଇ 9,35,250 ଟଙ୍କା ଲୁଟି ନେଇଛନ୍ତି। ପରେ ଏନେଇ ପୁଲିସ ନିକଟରେ ଅଭିଯୋଗ ହେବାରୁ ଟେନ୍ସାଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି। କାଲି ରାତିରେ 12:40 ପାଖାପାଖିରେ 6ରୁ 7 ଜଣ ଦୁର୍ବୃତ୍ତ ମାନେ ତାଙ୍କର ମୁହଁ ଘୋଡ଼େଇକି ଆସିଥିଲେ। ସେମାନେ ହାତରେ ଟାଙ୍ଗିଆ ଏବଂ ରିଭଲଭର ଧରିକି ଆସିଥିଲେ। ଆମର ଯେଉଁ ଲଜିଷ୍ଟିକ୍ ଅଫିସ୍ ଅଛି, ଲଜିଷ୍ଟିକ୍ ଅଫିସରେ ଜବରଦସ୍ତି ସେମାନେ ପଶିକିରି ମାରପିଟ କରି ପାଖାପାଖି 9,96,000 ଟଙ୍କା ଲୁଟ୍ କରି ନେଇଯାଇଛନ୍ତି। ସାର୍ ଯେହେତୁ ମୁହଁ ଘୋଡ଼େଇ ରଖିଥିଲେ ତାଙ୍କ ଚିହ୍ନିବା ସହଜ ହୁଏ ନାହିଁ, କିନ୍ତୁ ତାଙ୍କ ଫୁଟେଜ୍ ବି ଆମ ପାଖରେ ଅଛି। ଆଉ ପୋଲିସ ତଦନ୍ତ ଚଲେଇଛି। ଆମେ ଆଶା କରୁଛୁ ବହୁତ ଜଲ୍ଦି ଧରା ପଡ଼ିବ। ନା ନାଇଁ ସେମିତି କିଛି ନାହିଁ। ଯେହେତୁ ଆମର ଆମର ସର୍ଭିସ ଲାଇନ୍ ଆମେ ଅଛୁ, ଗୋଟେ ଟ୍ରାନ୍ସପୋର୍ଟିଂ ସର୍ଭିସ କରୁଛୁ, ତେଣୁ ଆମର ଝଗଡ଼ା କରିବାର କୌଣସି ଚାନ୍ସ ନାହିଁ। କିନ୍ତୁ ଯେହେତୁ ସେମାନେ ଆଗରୁ କେହି ଫଲୋଅପ୍ କରିଥାଇପାରେ ଏଠି କ୍ୟାସ୍ ହେଉଛି ବା ଇଏ ଅଛି ବୋଲି, ସେଥିପାଇଁ ହୁଏତ କେହି ଆଟେମ୍ପ୍ଟ କରିଥାଇପାରେ। ନାଇଁ ସେମିତି ତ ଏବେ କିଛି କହିହେବ ନାହିଁ, କାରଣ କାହାକୁ ଯେହେତୁ ମାନେ ଚିହ୍ନି ହେଉନାହିଁ କି ଜାଣି ହେଉନାହିଁ, ତେଣୁ କାହାକୁ ସନ୍ଦେହ କରିବା ଏବେ ହାଣିବ ଏବେ ଏଠି ହାଣିବ କ୍ୟାମେରାଟାକୁ। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।